ସମ୍ବଲପୁର ଚାଉରପୁର ସେତୁ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ମୃତଦେହ ସୁବର୍ଣ୍ଣପୁର ଜିଲ୍ଲା ବଢିଲା ମହାନଦୀ ଘାଟରୁ ଉଦ୍ଧାର ହୋଇଛି। ଗତକାଲି ଅପରାହ୍ନରେ ବଢିଲା ଘାଟରେ ଏକ ଅଜଣା ଶବ ଭାସୁଥିବା ନେଇ ସ୍ଥାନୀୟ ଧର୍ମଶାଳା ଫାଣ୍ଡିକୁ ଖବର ଦିଆଯାଇଥିଲା। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଏନେଇ ଖବର ଦିଆଗଲା ପରେ ଆଜି ସମ୍ବଲପୁରରୁ ପରିବାର ଲୋକ ଆସି ଶବକୁ ଚିହ୍ନଟ କରିଛନ୍ତି। ଗତ 29 ତାରିଖରେ ସମ୍ବଲପୁର ସହର ପଟ୍ଟନାୟକପଡ଼ାର ଦୁର୍ଗାଶଙ୍କର ପ୍ରଧାନ ମହାନଦୀର ଚାଉରପୁର ସେତୁ ଉପରୁ ଡେଇଁ ଦେଇଥିଲେ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଓ ପୋଲିସ କର୍ମକର୍ତା ମହାନଦୀରେ ବହୁ ଖୋଜାଖୋଜି ପରେ ମଧ୍ୟ ଦୁର୍ଗାଶଙ୍କରଙ୍କର କୌଣସି ପତ୍ତା ମିଳିନଥିଲା। ଏନେଇ ତାଙ୍କ ପୁଅ ଶ୍ୟାମସୁନ୍ଦର ପ୍ରଧାନଙ୍କ ଲିଖିତ ଅଭିଯୋଗ ପରେ ସମ୍ବଲପୁର ଟାଉନ ଥାନାରେ ଏକ ମିସିଂ ରିପୋର୍ଟ ଦାୟର ହୋଇଥିଲା। ତେବେ ଆଜି ପରିବାର ସଦସ୍ୟ ସୋନପୁରକୁ ପହଞ୍ଚି ପ୍ରଥମେ ଶବଟି ଦୁର୍ଗାଶଙ୍କରଙ୍କ ହୋଇନଥିବା କହି ଫେରି ଯାଇଥିବା ବେଳେ ପରେ ଶବ ଚିହ୍ନଟ ହେବାରୁ ସେମାନଙ୍କୁ ଖବର ଦିଆଯାଇଥିଲା। ଫଳରେ ସେମାନେ ଅଧା ବାଟରୁ ପୁନର୍ବାର ସୋନପୁରକୁ ଫେରି ଆସିଥିବା ଜଣାଯାଇଛି। ଶବ ଚିହ୍ନଟ ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।